କିଛି ଲୋକ ସୋସିଆଲ ମିଡ଼ିଆରେ ନିଜର ଡିଗ୍ରୀ ଦେଖାଇ ଆସି କହୁଛନ୍ତି ଆମେ ଶିକ୍ଷିତ, ଆମେ ଏତେ ପାଠ ପଢ଼ିଛୁ, କିନ୍ତୁ ସାଧାରଣ ଜ୍ଞାନ ତାଙ୍କୁ ଜଣା ନାହିଁ କେମିତି ବ୍ୟବହାର ଦେଖାଯାଏ, ସୋସିଆଲ ମିଡ଼ିଆରେ କେଉଁଭଳି ଭାଷା ବ୍ୟବହାର କରାଯାଏ। ଆକୁ ଅନ୍ୟମାନଙ୍କୁ ତୁ ତା ବା କରି ବ୍ୟବହାର ଦେଖାଇ କହୁଛନ୍ତି ନିଜକୁ ଶିକ୍ଷିତ। ଆରେ ପାଠ ପଢ଼ି ଡିଗ୍ରୀ ହାସଲ କରିଦେଲେ ପାଠ ହୁଏନି ହେଲା କି ତମେ କେତେ ପରସେଣ୍ଟ 30% ରଖିଛ କି 35% ରଖିକି ଡିଗ୍ରୀ ଦେଖେଇଛ କି 99% ରଖିଛ, ସେଇଟା ମ୍ୟାଟର କରୁନି ହେଲା କି ତମ ବ୍ୟବହାରରୁ ଜଣାପଡ଼ୁଛି ତମେ କେତେ ଦୂର ପାଠ ପଢ଼ିଛ କି ଚିଟିଂ କରି ପାସ୍ କରିଛ କି ଆଉ କୌଣସି ମାଧ୍ୟମରେ ପାସ୍ କରିଛ, ସେଇଟା ତମ ଶିକ୍ଷା ଜଣାପଡ଼େ। ଯେ ପ୍ରକୃତରେ ଶିକ୍ଷିତ ନା ସେ ଅନ୍ୟମାନଙ୍କୁ ସମ୍ମାନ ଦେବ ହେଲା କି। ତାପରେ ଆମ ମାନେ ଭାରତରେ କେବଳ ଶିକ୍ଷାକୁ ନେଇକି ଯେ ଜଣେ ଶିକ୍ଷିତ ସେଟାକୁ କୁହାଯାଏ ନା, ନହେଲେ ଏମିତି ବାଲ୍ମୀକି, ସାରଳା ଦାସ, ଜଗନ୍ନାଥ ଦାସଙ୍କ ଠାରୁ ଆରମ୍ଭ କରି ଜଣେ ଆମର ଆଦିବାସୀ ଭାଇ ବି ଜଣେ ଅଛନ୍ତି ଯିଏକି କେତେ ମାନେ ବହି ଲେଖିଛନ୍ତି, ରାଷ୍ଟ୍ରପତି ପୁରସ୍କାର ବି ପାଇଛନ୍ତି। ତାଙ୍କ ମନରେ ବି ସେ ପାଦରେ ଚପଲ ବି ପିନ୍ଧନ୍ତି ନା, ମନରେ ଗର୍ବ ନାହିଁ। ଆଉ ସେ ସବୁଠାରୁ ବିଦ୍ୱାନ ବୋଲି ଗଣାଯାଏ, କାହିଁକିନା ସେ ସ୍କୁଲକୁ ନ ଯାଇକି ମଧ୍ୟ ସେ ବହୁତ ବହି ଲେଖିଛନ୍ତି ହେଲା କି। ତମେ ଖାଲି ପାଠ ଖାଲି ତମକୁ ତ ଡିଗ୍ରୀ ଧରି ସେ ମାନେ ଗୋଟେ ସାଧାରଣ ମଣିଷ ହେଇପାର, ତମକୁ ଶିକ୍ଷିତ କୁହାଯିବନି, କାହିଁକିନା ତ ସେ ତମର ଶିକ୍ଷିତପଣି ଏଟା ତମ ଲାଙ୍ଗୁଏଜରୁ ଜଣାପଡ଼େ ନା, ତମ ଭାଷା ମାନେ କହିବାର ଶୈଳୀରୁ ଜଣାପଡ଼େ ନା, ତମ କଥାରୁ ଜଣାପଡ଼ିବ ତମେ କେତେ ପାଠ ପଢ଼ିଛ, କେତେ ଶିକ୍ଷିତ। ତମ ବ୍ୟବହାର ଏତେ ଖରାପ ଯେ ସେଇଥିରୁ ଜଣାପଡ଼ିଯାଏ ତମେ କେଉଁ ପର୍ଯ୍ୟନ୍ତ ଯାଇଛ ପାଠ ହେଲା। କେବଳ ପାଠଟା ମ୍ୟାଟର କରୁନି, ତମ ବ୍ୟବହାର। ପ୍ରଥମେ ପରିବର୍ତ୍ତନ ନିଜର ଭାଷାର କର। ନିଜ ଯଦି ଶିକ୍ଷିତ କରିବା ପାଇଁ ଚାହୁଁଛ, ତମେ ନିଜେ ପ୍ରକୃତରେ ଶିକ୍ଷିତ, ତମେ ସ୍ୱାକ୍ଷର କୁହ, ନିଜକୁ ସ୍ୱାକ୍ଷର ବୋଲିକି ପ୍ରମାଣ କର ଯେ ଆମେ ସ୍ୱାକ୍ଷର, ଆମେ ଲେଖାପଢ଼ା ଜାଣିଛୁ, ଆମେ ଲେଖାପଢ଼ା ଜାଣିଛୁ। ତା ମାନେ ନୁହେଁ ଯେ ତମେ ଶିକ୍ଷିତ। ଯଦି ଅନ୍ୟକୁ ବ୍ୟବହାର କରିବା ଶିଖିନ, ବ୍ୟବହାର କରି ଜାଣିନ, ଆବେ ଯାବେ ଆରେ ଏମିତି କିଏ ବ୍ୟବହାର କରେ? ଏବେ ମାନେ କ'ଣ ଗାଈ ଚରଉଛ କି? ସୋସିଆଲ ମିଡ଼ିଆରେ କଥା ହେଉଛ, ଆଉ ସେଠି ଶିକ୍ଷିତ ଲୋକମାନେ ଅଛନ୍ତି, ସମସ୍ତଙ୍କର ବହୁତ ଶିଖିବା ଜିନିଷ ଅଛି। ତେଣୁ ନିଜକୁ ଶିକ୍ଷକ ମାନେ ଶିକ୍ଷିତ ବୋଲିକି ଏଜୁକେଟେଡ଼ ଯାହା କୁହନ୍ତି ପ୍ରମାଣିତ କରିବା ଯଦି ଚାହୁଁଛ, ତାହେଲେ ବ୍ୟବହାରକୁ ଭଲ ଦେଖାଅ। ଡିଗ୍ରୀ ନୁହଁ, ଏଠି ତୁମେ ସାର୍ଟିଫିକେଟ୍ କେହି ଦେଖିବେନି। ତାପରେ ହେଲା ତ କିଛି ଲୋକଙ୍କ କହିବା କଥା ଯେ ଆମେ ଅଧିକ ପାଠ ପଢ଼ିଛୁ, ଆମେ ଅଧିକ ଜ୍ଞାନୀ, ଆମକୁ ସବୁ ଜଣା, ଆମକୁ କିନ୍ତୁ ଓଡ଼ିଆ ସଂସ୍କୃତି ବହି ଆମକୁ ପଢ଼ା ଆସେ ନା, ଗୀତା ଭାଗବତ ଶ୍ଲୋକ ଆମକୁ ଆସେ ନା, କୌଣସି ବହିର ପୁରାଣ ଆମକୁ ଆସେ ନା, କେବଳ ବହି ପାଠ ପଢ଼ିଛୁ, ସମ୍ବିଧାନ ପଢ଼ିଛୁ, ଆଉ ଅନେକ କିଛି ପଢ଼ିଛୁ। ଯିଏ ଶିକ୍ଷିତ ନା ସେ ସବୁ ବହି ପଢ଼ିବ, ସବୁ ଗ୍ରନ୍ଥ, ଠାକୁରଙ୍କର ଗ୍ରନ୍ଥ ଠାରୁ ପୁରାଣ ପଦ୍ୟ ସବୁ ପଢ଼ିଥିବ। ତାକୁ ଜଣେ ପାଠ ପଢ଼ା, ତମକୁ କ'ଣ ଏଥିରେ ଏଇଟାକୁ ପଢ଼ିବାକୁ କିଏ ମନା କରିଛି ନା? ଏଇଟାକୁ ପଢ଼ିବାର ଜ୍ଞାନ ନାହିଁ ହେଲା କି। ସଂସ୍କୃତ ଦୁଇ ଧାଡ଼ି ଶ୍ଲୋକ ପଢ଼ି ଶୁଣାନ୍ତ ଦେଖିବା, ସେଟା ଗୋଟେ ତାକୁ କହନ୍ତି ପାଟିରେ ପଶିବନି। ଶିକ୍ଷିତ କାହାକୁ କୁହନ୍ତି? କାହାକୁ କୁହନ୍ତି ଶିକ୍ଷିତ? ଶିକ୍ଷିତ କାହାକୁ କୁହନ୍ତି ପ୍ରଥମେ ଜାଣ। ଯଦି ଶିକ୍ଷିତ କେବଳ ଡିଗ୍ରୀ ଧରି କଲେ ହୁଅନ୍ତା ନା, ତାଙ୍କ ନାଁ ତ ମୋ ମନେ ପଡ଼ୁନି, ତ ବହୁତ ଅଛନ୍ତି, ବହୁତ ବହି ଲେଖିଛନ୍ତି, ତାଙ୍କ ପାଖରେ ସେ ଯେଉଁ ଡିଗ୍ରୀ ନାହିଁ, ବୁଝିପାରିଲେ? ବର୍ତ୍ତମାନ ଯେଉଁଟାକି କହିବା କଥା ନୁହଁ, ମୁଁ ଦେଖୁଛି ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଲୋକଙ୍କର ଚିନ୍ତାଧାରାକୁ ହେଲା। ଗ୍ରନ୍ଥ ଓଡ଼ିଆରେ ବହୁତ ଗ୍ରନ୍ଥ ଅଛି, ବହୁତ କିଏ କିଏ ଲେଖିଛନ୍ତି ଜାଣିଛନ୍ତି? ତାଙ୍କର ସାର୍ଟିଫିକେଟ୍ ଦେଖିଛନ୍ତି ସେ କେତେ ପାଠ ପଢ଼ିଛନ୍ତି? ଗୀତା କିଏ ଲେଖିଥିଲେ? ଭାଗବତ କିଏ ଲେଖିଥିଲେ? ପ୍ରଥମେ ମୂଳରୁ ଦେଖ, ଯେଉଁମାନେ ଯେଉଁ ଗ୍ରନ୍ଥ ସବୁ କିଏ ଲେଖିଥିଲେ। ତେଣୁ ଆମେ କାହାର ଶିକ୍ଷାଗତ ଯୋଗ୍ୟତାକୁ ନେଇକି ତାଙ୍କର ଜ୍ଞାନକୁ ନିରୂପଣ କରିବା ଉଚିତ ନୁହେଁ, ବୁଝିଲେ? ଗଡ୍ ଗିଫ୍ଟ, ଭଗବାନଙ୍କର ଦାନ ଗୋଟେ ଥାଏ, ଯେଉଁଟାକି ସେମାନେ ନେଇକି ଆସିଥାନ୍ତି ଭିତରୁ। ସ୍କୁଲ ନ ଯାଇକି ମଧ୍ୟ ସେ ବହୁତ କିଛି ଜାଣିପାରନ୍ତି, ଲେଖିପାରନ୍ତି, ତାଙ୍କ ଜ୍ଞାନର ଗନ୍ତାଘର ସେମାନେ। ଏଇ ଯେଉଁ ସ୍କୁଲ ଯାଇ ଘୋଷା ବିଦ୍ୟା, ସେ ବିଦ୍ୟା ଅଲଗା, ଆଉ ଯେଉଁଟା ଭଗବାନ ଦେଇଥାନ୍ତି ଗଡ୍ ଗିଫ୍ଟ ସେଟା ଅଲଗା। ସମସ୍ତଙ୍କ ପାଇଁ ସେ ପ୍ରତିଭା ନଥାଏ ହେଲା କି। ଜନ୍ମରୁ ଜଣେ ଜଣେ ଡ୍ୟାନ୍ସ ଶିଖିକି ଡ୍ୟାନ୍ସର, ଜଣେ ଜଣେ ଡ୍ୟାନ୍ସ ନ ଶିଖିକି ବି ଜନ୍ମରୁ ଛୋଟବେଳୁ ସେ ଛୁଆ ଆପେ ଆପେ ନାଚିକି ବି ଡ୍ୟାନ୍ସର ଅଛନ୍ତି, ବହୁତ ଆପେ ଆପେ ଡ୍ରଇଂ କରି ଯାଆନ୍ତି। ଏସବୁରୁ କ'ଣ କହିବେ? ବହୁତ ଜିନିଷ ଅଛି, ବହୁତ କଳା ଅଛି। କାହାକୁ ଆମେ ଯିଏ ଜ୍ଞାନ ଜାଣିଥିବ ନା, ସେ କୌଣସି ବହିକୁ ଅସମ୍ମାନ କରିବନି, କୌଣସି ପୁସ୍ତକକୁ ଜାଳିବନି ହେଲା। ତ ପ୍ରଥମେ ନିଜର ଜ୍ଞାନର ପରିଚୟ ପଛରେ ଦେବ, ପ୍ରଥମେ ନିଜର ତାକୁ କ'ଣ କହନ୍ତି ଶିକ୍ଷିତ ହେବାର ପରିଚୟ ଦିଅ, ଅନ୍ୟକୁ ସମ୍ମାନ ଦିଅ, ତାପରେ ଜ୍ଞାନର ପରିଚୟ ଅଟୋମେଟିକ୍ ଲୋକ ପାଇଯିବେ ତମ କେତେ ଦୂର ଜ୍ଞାନୀ।
ହେଲା ପ୍ରଥମେ ଜ୍ଞାନର ପରିଚୟ ଦେବା ଦରକାର ନାହିଁ, ପ୍ରଥମେ ତମ ବ୍ୟବହାରର ପରିବର୍ତ୍ତନ କର।